ଚାଷ ଅଛି ଯାହାର କି ଆନନ୍ଦ ତାହାର, ଏ କଥା ଆପଣ ସବୁ ସମୟରେ ସବୁବେଳେ ଶୁଣିଥିବେ। ଆଜି ଆମେ ଭୋଗରାଇ ବ୍ଲକର ଏମିତି ଏକ ସ୍ଥାନକୁ ଆସିଛୁ ଯେଉଁ ସ୍ଥାନରେ ଦୁଇ ଭାଇ ଯିଏକି MBA କମ୍ପ୍ଲିଟ୍ କରି ଚାକିରି ନକରି ଆଜି ଚାଷକୁ ଆପଣେଇ ନେଇଛନ୍ତି, ଆଉ ଭାଇର ହାତକୁ ହାତ ମିଶେଇ ଚାଷରେ ଆଜି ସହଯୋଗ କରୁଛନ୍ତି। ଆମେ ଆଜି ଦର୍ଶକଙ୍କ କଥା କହିବା ତ ସାରା ଓଡ଼ିଶାରେ ଯଦି କହିବା ଏମିତି ଦୃଶ୍ୟ ଆପଣ ଦେଖିନଥିବେ। ଦୁଇ ଭାଇ ମିଶି ଚାଷରୁ ଅନେକ ଟଙ୍କା ମୁନାଫା କମାଉଛନ୍ତି ଏବଂ ପାଖାପାଖି ଶତାଧିକ କର୍ମଚାରୀକି ରଖିକି ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ଆମେ ଆଲୋଚନା କରିବା। ବଡ଼ ଭାଇଙ୍କ ପାଖକୁ ପ୍ରଥମେ ଯିବି। ଆଜ୍ଞା, ଟିକେ ପରିଚୟ ଦେବେ? ବିଜୟାନନ୍ଦ ଡଗରା, ଆଜ୍ଞା, ରଣପୁରା ଗ୍ରାମ ପଞ୍ଚାୟତ। ନିହାତି ଭାଇ, ଆମେ ଦେଖିକି ବହୁତ ଖୁସି ଲାଗୁଛି। ଅନେକ ଜାଗାରେ ଦେଖିଛୁ ଭାଇ ଭାଇ ଭିତରେ ପଡ଼େନି, କିନ୍ତୁ ଆଜି ଦୁଇ ଭାଇ ମିଶି ଏତେ ବଡ଼ ଗୋଟେ ଫାର୍ମ, ଏତେ ମ୍ୟାନେଜମେଣ୍ଟ କେମିତି ଭାଇ ସମ୍ଭବ? ସବୁ ସାନ ଭାଇ ସବୁ ବୁଝାବୁଝି କରୁଛି, ସବୁ ଫାର୍ମ ମ୍ୟାନେଜମେଣ୍ଟ ସବୁ ସେ କରୁଛି। ମୁଁ ସବୁ ବାହାରେ ଅଫିସିଆଲି କାମ ଯେତେ ସବୁ ଅଛି ମୁଁ ବୁଝାବୁଝି କରୁଛି ସବୁ। ଦି ଜଣଙ୍କ ଭିତରେ ଅଣ୍ଡରଷ୍ଟାଣ୍ଡିଂ ରେ ଚାଲିଛି ସବୁ ଜିନିଷ। କହିବା କେତେ ହେକ୍ଟର ଆପଣ ଚାଷ କରୁଛନ୍ତି, ଆଉ କ'ଣ କ'ଣ ଚାଷ ରହିଛି? ଆମର ତ ମେନଲି ବେନାମୀ ଚାଷ। ଏଇଟା ଗୋଟେ ସେକ୍ଟର ଅଛି, ଗୋଟେ ସେକ୍ଟରଟା ପାଖାପାଖି ଅଛି 10 ଏକର ପାଖାପାଖି ଜାଗାଟା ଅଛି। ଏମିତି 5ଟା ସେକ୍ଟର ଆମର ଅଛି, ପାଖାପାଖି 100 ଏକର ଜାଗାରେ ଚାଲିଛି ବର୍ତ୍ତମାନ ଚିଙ୍ଗୁଡ଼ି ଚାଷ। ଆଗାମୀ ଭବିଷ୍ୟତରେ ପୁଣି କିଛି ବଢ଼େଇବାର ପ୍ଲାନିଂ ବି ଅଛି। ଏବେ ତ ଚାଲିଛି ପାଖାପାଖି 100 ଏକର ଚାଲିଛି। କହିବା ଚିଙ୍ଗୁଡ଼ି କେମିତି କ'ଣ ଚାଷ ପ୍ରୋସେସ୍ କ'ଣ କେମିତି ରୁହେ? ଚିଙ୍ଗୁଡ଼ି ଷ୍ଟାର୍ଟିଂ ର ଯେଉଁ ପଣ୍ଡ ସ୍କ୍ରାପିଂ ପାଖରୁ ଷ୍ଟାର୍ଟ କରିକି ତାର ପାଣି ପୁରେଇବା, ପୁଣି ତାର ସିଡ୍ ସିଲେକ୍ସନ୍ ଅଛି। ସିଡ୍ ସିଲେକ୍ସନ୍ ପରେ ତାର ଫିଡ୍ ମେଡ଼ିସିନ୍, ତାର ଟେକ୍ନିସିଆନ୍ ପ୍ରୋସେସ୍, ଲମ୍ବା ପ୍ରୋସେସ୍, ପାଖାପାଖି 90ରୁ 120 ଦିନ ରୁହେ ପ୍ରୋସେସ୍, ପୁରା ଫୁଲ୍ ପ୍ରୋସେସ୍। ତା ଭିତରେ ସବୁ ଜିନିଷ ମ୍ୟାନେଜ୍ କରିକି ତ ଆପଣ ଯଦି ଟାର୍ଗେଟ୍ ପହଞ୍ଚୁଛନ୍ତି ତାହେଲେ 2 ପଇସା ମୁନାଫା ବାହାରେ। ଡ୍ୟାମେଜ୍ ହୁଏ ମାନେ ଯେମିତିକି କହିବା ପାଣି ଟିକେ ଖରାପ ହେଲେ କି ଗରମ ହେଲେ କି ଠିକ୍ ଟାଇମ୍ରେ ଔଷଧ ପାଣି ଟେଷ୍ଟ ନ ହେଇପାରିଲେ ବହୁତ କିଛି କ୍ଷତି ହୁଏ। ସେ ପାଇଁ ତ ଡ୍ୟାମେଜ୍ ବହୁତ ସାରା ଅଛି, ବାକି ତା ପାଇଁ ଆମେ ପ୍ରିକସନ୍ ନେଉ। ଅଛି ଆମର ଟେକ୍ନିସିଆନ୍ ଅଛନ୍ତି, ବହୁତ ସାରା କମ୍ପାନୀର ଡିଲରସିପ୍ ଅଛି ଆମ ପାଖରେ। ସେମାନେ ପାଖାପାଖି ସବୁଦିନ ସପ୍ତାହରେ 3 ଦିନ 4 ଦିନ ସେମାନେ ଫାର୍ମ ଭିଜିଟ୍ କରନ୍ତି। ଭିଜିଟ୍ କରି ତାଙ୍କର କ'ଣ ପ୍ରୋବ୍ଲେମ୍ କ'ଣ ନାହିଁ ସବୁ ଜିନିଷ ଚେକ୍ କଲା ପରେ ସେ ଅନୁସାରେ ମେଡ଼ିସିନ୍ ଆପ୍ଲାଏ ହୁଏ। କହିବା ବ୍ୟାଙ୍କର ଯେଉଁ ଆପଣଙ୍କ ଚାଷ ଉପରେ ବ୍ୟାଙ୍କର କେତେ ସାହାଯ୍ୟ ସହଯୋଗ ରହିଛି? ବ୍ୟାଙ୍କ ଆମକୁ ଫାଇନାନ୍ସ କରୁଛି, ଆମକୁ ଲୋନ୍ ପ୍ରୋଭାଇଡ୍ କରୁଛି ଚାଷ। ବ୍ୟାଙ୍କର ହେଲ୍ପ ବହୁତ ଅଛି। ବ୍ୟାଙ୍କର ହେଲ୍ପ କହିବା ବ୍ୟାଙ୍କରୁ ଋଣ ଆଣିକି ବହୁତ ଲୋକ ଲସ୍ରେ ପଡ଼ନ୍ତି, ସେମିତି ତ ହୁଏନି ନା? ନାଇଁ, ଆଜି ପର୍ଯ୍ୟନ୍ତ ଆମେ ଲସ୍ରେ ତ ପଡ଼ିନି। ଆଜି ପର୍ଯ୍ୟନ୍ତ ଚାଲିଛି ଆମର, ସେମିତି ଲସ୍ ହେଇନି ଆଜି ପର୍ଯ୍ୟନ୍ତ। ନୂଆ ସରକାରରେ ଚାଷୀଙ୍କ ପାଇଁ ଅନେକ ସୁବିଧା ଅଛି, ସେ ସୁବିଧା ସୁଯୋଗ ମିଳୁଛି ତ? ଚାଷୀଙ୍କ ପାଇଁ ଯେତିକି ସୁବିଧା ସୁଯୋଗ ଅଛି ସବୁ ଆମେ ଆଭେଲ୍ କରୁଛେ। ଏବେ କିଛି ଚାଷୀ ଜାଣି ବି ନଥିଲେ, ଏବେ ତାଙ୍କୁ ଆୱାର କରାହେଉଛି। ଯେଉଁ ସରକାରଙ୍କ ଦ୍ୱାରା ଯେତେ ସବୁ ଆସିଛି ସୁବିଧା ସୁଯୋଗ ସବୁ ଆୱାର କରା ଚାଲିଛି। କହିବା ଭାରତୀୟ ଜନତା ପାର୍ଟି ନୂଆ କରିକି ୱେଷ୍ଟବେଙ୍ଗଲରେ ସରକାର ହେଇଛି, ଓଡ଼ିଶାରେ ତ 2.5 ବର୍ଷ ହେଇଯିବ। ତ ଦୁଇ ସରକାର ମଝିରେ ଆପଣ ଅଛନ୍ତି, କହିବା ଯଦି ଅତ୍ୟୁକ୍ତି ହବ ନାହିଁ। ବର୍ଡର ମାନେ ଏଇଠୁ 10 କିଲୋମିଟର ଗଲେ ୱେଷ୍ଟବେଙ୍ଗଲ। ତ ଆପଣଙ୍କୁ ସବୁ ସୁବିଧା ଦୁଇ ପଟରୁ ମିଳୁଛି ନା ଗୋଟେ ପଟରୁ? ଆମକୁ ତ 2 ପଟେ ଫାଇଦା ମିଳୁଛି। ଆମକୁ ବେଙ୍ଗଲରୁ ବି ଫାଇଦା ମିଳୁଛି, ଓଡ଼ିଶାରୁ ବି ଫାଇଦା ମିଳୁଛି। 2 ପଟେ ତ ସମାନ ସରକାର ଅଛନ୍ତି, ବିଜେପି ସରକାର ସମାନ ଅଛନ୍ତି। 2 ପଟେ ସୁବିଧା ସୁଯୋଗ ସବୁଆଡ଼େ ଅଛି। ନିଜେ କଷ୍ଟ କରିବାର ଅଛି, ତାପରେ ସୁବିଧା ସୁଯୋଗ ସବୁ ମିଳିବ, ଆପେ ଆପେ ମିଳିବ। ତା କହିବା ମାନ୍ୟବର ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଡବଲ ଇଞ୍ଜିନ ସରକାର, ଏଠି କହିବା ଆପଣ କୋଉ ଇଞ୍ଜିନ ଚାଲିଛି? ଆମ ସବୁଆଡ଼େ ତ ଡବଲ ଇଞ୍ଜିନ ସରକାର। ତ କହିବା ମାନ୍ୟବର ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତା ଦେହରେ ସୁବିଧା ମିଳୁଛି ସମସ୍ତଙ୍କୁ? ଆଜ୍ଞା, ସମସ୍ତଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ମିଳୁଛି, ଏଥିରେ ମିଛ କୌଣସି ପ୍ରକାର ନାହିଁ। ସମସ୍ତେ ସବୁ ପ୍ରକାର ସୁବିଧା ପାଉଛନ୍ତି। ଆଗାମୀ ଦିନରେ ସରକାର ରହିଲେ ସମସ୍ତେ ଖୁସି ହେବେ। ଆଉ କିଛି ଚାଷୀ ମାନଙ୍କ ପାଇଁ ଆଉ କିଛି ନୂଆ, ଯୋଉମାନେ ଲସ୍ କରୁଛନ୍ତି, ଯୋଉମାନେ ପ୍ରୋବ୍ଲେମ ଫେସ୍ କରୁଛନ୍ତି, ତାଙ୍କ ପାଇଁ ନୂଆ ନୂଆ କିଛି ସ୍କିମ୍ ଆଣିଲେ ଚାଷୀ ଆଉ ଟିକେ ଉତ୍ଫୁଲ୍ଲିତ ହେଇ ପୁଣି ଚାଷ ପାଇଁ ଆଗ୍ରହ ଦେଖେଇବେ ସେମାନେ ପୁଣି। ନିହାତି ଭାବରେ ଭାଇଙ୍କଠୁ ଶୁଣୁଥିଲେ। ଏବେ ସାନ ଭାଇ ଯେ MBA କରିଛନ୍ତି ଏବଂ ଚାକିରି ନ କରିକି ଲକ୍ଷାଧିକ ଟଙ୍କା
ଅଫର ଆସିଛି କିନ୍ତୁ ସେ ଚାକିରି ନ କରିକି ଆଜି ଆସି ଚାଷ କ୍ଷେତ୍ରରେ ଭାଇଙ୍କ ସହିତ ସହଯୋଗ କରୁଛନ୍ତି। ଆମ ପାଖରେ ଅଛନ୍ତି ସେଇ ଭର୍ତ୍ତ ରାମଚନ୍ଦ୍ର ଭଳିଆ ଭାଇ ପାଇକି ବଡ଼ ଭାଇ ଯାହା କହୁଥିଲେ, କହିଲେ ମୋ ଭାଇ ପାଇଁ ମୁଁ ଆଜି ସବୁ କାମ ଇଏ କରୁଛି, ସେଇ ଭାଇଙ୍କ ସହିତ କଥା ହବ। ଭାଇ କହିବା ବଡ଼ ଭାଇଙ୍କ ସହିତ କାମ କରୁଛନ୍ତି, କ'ଣ କେତେ ଚାଷ କରୁଛନ୍ତି, କେମିତି ଦୁଇ ପଇସା ଆପଣ ଲକ୍ଷାଧିକ ଟଙ୍କାର ଚାକିରିକି ବି ପଛରେ ପକେଇକି ଆସିକି ଚାଷରେ ଯୋଗ ଦେଇଛନ୍ତି। ମେନଲି ବେନାମୀ ଯୋଉ ଚିଙ୍ଗୁଡ଼ି ଚାଷ ଦେଖୁଛନ୍ତି ଚିଙ୍ଗୁଡ଼ି କରୁଛନ୍ତି, ଅଲଗା କିଛି ଫାର୍ମିଂ ନାହିଁ। ବାକି ଅଲଗା କିଛି ଅଛି ମାନେ ଲ୍ୟାଣ୍ଡ ଅଛି ଯୋଉଟା ଦିଆହେଇଛି ଲିଜରେ ଦିଆହେଇଛି। ତ ଦି ଭାଇଙ୍କ ଭିତରେ କମ୍ପିଟିସନ ଲାଗେନି କି ଏତେ ସମୟ ଖଟୁଛି ମୁଁ ନାଇଁ, ଏତେ ନାଇଁ, ସମୟ? କମ୍ପିଟିସନ ହବା ଚାନ୍ସ ନାହିଁ। ଆପଣ ଯଦି କିଛି ଆଡଜଷ୍ଟ କରୁଥିଲେ ଭାଇ ଯୋଉଟା କରୁଛି ମୁଁ ସେଇଟା କରୁନାହିଁ, ତା ସାଙ୍ଗେ ଯୋଉଟା କରୁଛି ସେ କରୁଛି, ସେ ମୋ ସାଙ୍ଗରେ କାହିଁ କମ୍ପିଟିସନ? କହିବା ଦୁଇ ଭାଇଙ୍କ ଭିତରେ କୋପରେସନ ଭଲ, 100% ତ ଭଲ ଅଛି, ଚାଲିଛି ଭଲ। ତ ଆଗକୁ ମଧ୍ୟ ଚାଲିବ। ହଁ, ନିଶ୍ଚିତ। ଏଇ ଯୋଉ ନୂଆ ସରକାର କହିବା ୱେଷ୍ଟ ବେଙ୍ଗଲରେ ଆସିଛି, ପୂର୍ବରୁ ମଧ୍ୟ ଓଡ଼ିଶାରେ ଆମେ ଦେଖିଛନ୍ତି, ସରକାରର ଯାହା ଯୋଜନା ଆପଣଙ୍କ ପାଖରେ ପହଞ୍ଚୁଛି। ବାକି ଆଉ କିଛି ଜିନିଷ ଗଭର୍ଣ୍ଣମେଣ୍ଟ ଟିକେ ଇନଭଲ୍ଭ ହବା ଦରକାର। ମ୍ୟାକ୍ସିମମ୍ ଯୋଉଟା କରୁଛି ଗଭର୍ଣ୍ଣମେଣ୍ଟ ଆଗରୁ ନଥିଲା, ଏବେ ହେଲାଣି, ଚାଷୀ ପାଉଛନ୍ତି ସୁବିଧା। ଆଉ ଟିକେ ଜିନିଷ ଗଭର୍ଣ୍ଣମେଣ୍ଟ ଟିକେ ଇନଭଲ୍ଭ ହେଲେ ଚାଷୀଙ୍କ ପାଇଁ ଆଉ ଟିକେ ଭଲ ହବ। ଆପଣ ଯେମିତି ଯୋଉଟା ରେଟ୍ଟା ଗୋଟେ କିଛି ଲିମିଟେଡ୍ କମ୍ପାନୀ ରହିଛନ୍ତି ତାଙ୍କରି ହାତରେ ସବୁ ଜିନିଷଟା ରହୁଛି, ସେଇଟା ଟିକେ ଗଭର୍ଣ୍ଣମେଣ୍ଟ ଇନଭଲ୍ଭ ହବା ଦରକାର। ଯେମିତି ଗୁଜରାଟରେ ଆପଣ ଦେଖନ୍ତୁ ଯେଉଁ ଚାଷ ହେଉଛି ଗଭର୍ଣ୍ଣମେଣ୍ଟ ଫୁଲ୍ ଇନଭଲ୍ଭ। ଗଭର୍ଣ୍ଣମେଣ୍ଟ ଗୋଟେ ବେସିକ୍ ରେଟ୍ଟା ଦେଇଛି, ସେଇ ରେଟ୍ ଭିତରେ ହିଁ କମ୍ପାନୀ ରିସିଭ୍ କରିବ। ସେମିତି ଆନ୍ଧ୍ରରେ ବି ସେମିତି ଅଛି। ସେଇ ସେମ୍ ପ୍ରୋବ୍ଲେମଟା ଓଡ଼ିଶା ବେଙ୍ଗଲରେ କ'ଣ ହେଉଛି, ରେଟ୍ର କିଛି ଗୋଟେ ମାନେ ପାରାମିଟର ନାହିଁ, ଉପ ନିଚେ ହେଉଛି ସବୁବେଳେ। ସେଇ ପାଇଁ ସେ ଗଭର୍ଣ୍ଣମେଣ୍ଟ ଯଦି ଇନଭଲ୍ଭ ଟିକେ ହୁଅନ୍ତା ଆଉ ଟିକେ ଭଲ ହୁଅନ୍ତା। ନିହାତି ଭାବରେ ଶୁଣୁଥିଲି ଆପଣ ଦୁଇ ଭାଇ ମିଶି ଆଜି ଜଣେ କହିବା ଯେ MBA ପଢ଼ା ସାରି ଚାକିରିକି ପଛରେ ପକେଇ ଆସି ଚିଙ୍ଗୁଡ଼ି ଚାଷ କରୁଛନ୍ତି, ଅନ୍ୟ ଜଣେ ଭାଇ ହାତକୁ ହାତ ମିଶାଇଛନ୍ତି। ଇଏ ହେଉଛି ଆମେ ଦୃଶ୍ୟ ଦେଖାଉଥିଲୁ, ଇଏ ବାଲେଶ୍ୱର ଭୋଗରାଇ ବ୍ଲକର ଦୃଶ୍ୟ ଦେଖାଉଥିଲୁ। ତ ଯୁବପିଢ଼ିଙ୍କ ପାଇଁ ଇଏ ଗୋଟେ କହିବା ଗୋଟେ ଉଦାହରଣ ପାଲଟିଛନ୍ତି ଇଏ ଯୁବପିଢ଼ି। ବାଲେଶ୍ୱରରୁ କୃଷ୍ଣଚନ୍ଦ୍ର ନାୟକଙ୍କ ରିପୋର୍ଟ, ଖବର ଓଡ଼ିଶା।